ରାହୁ ଏକ ଛାୟାଗ୍ରହ। ଏହା ସମସ୍ତ ଗ୍ରହକୁ ପ୍ରଭାବିତ କରିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହାର ବହୁତ ବଡ଼ ମହତ୍ତ୍ୱ ରହିଛି। ରାହୁକୁ କଳିଯୁଗର ରାଜା କୁହାଯାଏ। ରାହୁ ରହସ୍ୟମୟ ଗ୍ରହ ହୋଇଥିବାରୁ ମୁକ୍ତିପଥଠାରୁ ବହୁତ ଦୂରକୁ ନେଇଯାଇଥାଏ ଜାତକକୁ। ରାହୁ ଛାୟାଗ୍ରହ, ମାତ୍ର ଏହାର ବହୁତ ପ୍ରଭାବ ରହିଛି ଅନ୍ୟମାନଙ୍କ ଉପରେ, ଅର୍ଥାତ୍ ଅନ୍ୟ ଗ୍ରହ ଉପରେ ବହୁତ ବିସ୍ତାରିତ ପ୍ରଭାବ ରହିଛି। ଯେମିତି ବ୍ଲାକ୍ ହୋଲ୍ ୟୁନିଭର୍ସରେ ଅଲଗା ନକ୍ଷତ୍ରଗୁଡ଼ିକୁ ନଷ୍ଟ କରିଦେଇଥାଏ, ସେହିଭଳି ରାହୁ ଯେଉଁ ଘରେ ବସିବ ସେହି ଘରେ ପ୍ଲାନେଟ୍ଗୁଡ଼ିକ ବହୁତ ମାତ୍ରାରେ ପ୍ରଭାବିତ କରିଦେଇଥାଏ ବା ନଷ୍ଟ କରିଦେଇଥାଏ। ରାହୁ ଯେଉଁ ଘରେ ବସିଥାଏ ସେହି ଘରର କାରକ ସହିତ ଆଟାଚମେଣ୍ଟକୁ ବଢ଼ାଇ ଦେଇଥାଏ। ଯଦି ଶିକ୍ଷା ଘରେ ରାହୁ ବସିବ ତେବେ ଶିକ୍ଷା ସମ୍ବନ୍ଧୀୟ କିଛି କମି ଆଣିଦେଇଥାଏ ଜାତକର, ଏବଂ ସ୍ୱାସ୍ଥ୍ୟ ଘରେ ଯଦି ବସିବ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ଭ୍ରମ ସୃଷ୍ଟି କରିଥାଏ କାରକ ସହିତ। ରାହୁ ଗୁପ୍ତଚର ଅଟେ। ରାହୁ ବିଷକନ୍ୟା ପରି କାମ କରିଥାଏ। ରାହୁ ଅଚାନକ ଧନ ଲାଭ କରିଥାଏ ବ୍ୟକ୍ତିଙ୍କୁ। ପୂର୍ବେ ରାଜା ମହାରାଜାମାନେ ବିଷକନ୍ୟା ପାଳନ କରୁଥିଲେ ଏବଂ ତାଙ୍କୁ ବ୍ୟବହାର କରୁଥିଲେ ଅନ୍ୟ ରାଜ୍ୟର ରାଜାମାନଙ୍କ ପାଖରେ ଏବଂ ତାଙ୍କୁ ନାଶ କରିକି, ଅର୍ଥାତ୍ ତାଙ୍କୁ ପରାଜିତ କରିକି ଧନ ସମ୍ପତ୍ତି କବ୍ଜା କରିନେଉଥିଲେ। ଏପରି କ୍ୟାରେକ୍ଟର ହୋଇଥାଏ ରାହୁର। ରାହୁକୁ ଆଳସ୍ୟ, ପୂଜା, ତନ୍ତ୍ର ମନ୍ତ୍ର, ଗୁପ୍ତବିଦ୍ୟା, ଗୁପ୍ତବସ୍ତୁ, ବିଦେଶ ଭ୍ରମଣ ଏବଂ ରୋଗର କାରକ ରୂପେ ମନାଯାଏ। ଜୁଆ ସଟ୍ଟା ଉପରେ ମଧ୍ୟ କାରକ ରୂପେ ଗ୍ରହଣ କରାଯାଇଥାଏ ରାହୁକୁ। ଦୀର୍ଘସ୍ଥାୟୀ ରୋଗ ଏବଂ ଯେଉଁ ରୋଗ ନିରୂପଣ କରାଯାଇ ପାରିନଥାଏ ସେଭଳି ରୋଗର କାରକ ଅଟେ ରାହୁ, ଅର୍ଥାତ୍ ରାହୁ ଯୋଗୁଁ ଏଭଳି ସଙ୍କଟ ଦେଖାଦେଇଥାଏ ମଣିଷକୁ। ଆର୍ଥିକ ଅନାଟନ, ବାଦ ବିବାଦ, ଅକାରଣରେ ଟେନସନ୍ ହେବା, ଏସବୁ ଖରାପ ରାହୁର ଲକ୍ଷଣ ଅଟେ। ଯାହାର ରାହୁ ଖରାପ ଥିବ ଅକାରଣରେ ଧନ ସମ୍ପତ୍ତି ନଷ୍ଟ ହୋଇଥାଏ, ତା ଉପରେ ଶତ୍ରୁ ଭାରି ପଡ଼ିଥାନ୍ତି ଏବଂ ଘରେ ବା ବ୍ୟକ୍ତି ଉପରେ ପିତୃଦୋଷ ଲାଗିଥାଏ। ବ୍ୟକ୍ତିର ଅଶୁଭ ଜାଗାରେ ଯଦି ରାହୁ ଥିବ ତେବେ ବ୍ୟକ୍ତି ଜୁଆଡ଼ି, ମଦୁଆ ଏବଂ କଳହପ୍ରିୟ ହୋଇଯାଇଥାଏ। ଯଦି ବ୍ୟକ୍ତିର ରାହୁ ଖରାପ ଥିବ କଥା କଥାରେ ବାଦବିବାଦ ଦେଖାଦେଇଥାଏ, ବ୍ୟକ୍ତି କଟୁ କଥା କହିଥାଏ, ଗାଳି କରିଥାଏ ଏବଂ ଘରେ କଳହ ଲାଗି ରହିଥାଏ।